ସ୍ୱାଗତମ୍ ପିଲାମାନେ। ତମେମାନେ କିପରି ଅଛ? ଆଶା କରୁଛି ତୁମେମାନେ ସୁସ୍ଥ ଏବଂ ବହୁତ ଭଲରେ ଥିବ। ପିଲାମାନେ, ମୁଁ ଆଜି ତୁମ ସମ୍ମୁଖକୁ କିଛି ନୂଆ ବିଷୟରେ ଆଲୋଚନା କରିବାକୁ ଆସିଅଛି। ତୁମେମାନେ ପୂର୍ବ ପାଠରେ ପଢ଼ିଛ ଭାରତର ବିଭିନ୍ନ ବିବିଧତା ସମ୍ପର୍କରେ। ଆଜି ମଧ୍ୟ ଆମେ ଭାରତର ଆଉ ଗୋଟିଏ ସୁନ୍ଦର ବିବିଧତା ସମ୍ପର୍କରେ ଆଲୋଚନା କରିବା। ଏହି ବିବିଧତା ଆମ ଭାରତକୁ ଅନ୍ୟ ଦେଶଠାରୁ ଅଲଗା କରିଥାଏ। ଏହି ନୂଆ ବିଷୟରେ ଜାଣିବା ପୂର୍ବରୁ ଚାଲ ଆମେ ମନେ ପକାଇବା ତମେ ପୂର୍ବରୁ ଯାହା ପଢ଼ିଥିଲ କେତେ ତମର ମନେ ଅଛି। ଆସ ପିଲାମାନେ, ଆମେ ପୂର୍ବ ପାଠକୁ ମନେ ପକାଇବା। ତମ ପାଇଁ ମୁଁ କିଛି ଗୁଡ଼ିଏ ପ୍ରଶ୍ନ ଆଣିଛି। ପିଲାମାନେ, ତମେମାନେ ମୋତେ କହିପାରିବ ଥର୍ ମରୁଭୂମି ଭାରତର କେଉଁ ରାଜ୍ୟମାନଙ୍କରେ ପରିବ୍ୟାପ୍ତ ହୋଇ ରହିଛି? ପିଲାମାନେ ଏଇ ଉତ୍ତରଟିକୁ ଟିକେ ଭାବ। ଏହାର ଠିକ୍ ଉତ୍ତରଟି ହେଉଛି ଥର୍ ମରୁଭୂମି ଭାରତର ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଓ ହରିୟାଣା ରାଜ୍ୟରେ ପରିବ୍ୟାପ୍ତ ଅଟେ। ଏବଂ ଦ୍ୱିତୀୟ ପ୍ରଶ୍ନଟିକୁ ଦେଖ। ଦ୍ୱିତୀୟ ପ୍ରଶ୍ନଟି ହେଉଛି ଭାରତର ପଶ୍ଚିମ ଉପକୂଳ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଅଟେ? ଏହାର ଉତ୍ତରଟିକୁ ଭାବ। ଏହାର ଠିକ୍ ଉତ୍ତରଟି ହେଉଛି ଭାରତର ପଶ୍ଚିମ ଉପକୂଳ ଗୁଜରାଟରୁ ଆରମ୍ଭ ହୋଇ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ଦେଇ କେରଳ ପର୍ଯ୍ୟନ୍ତ ବିସ୍ତୃତ ଅଟେ। ଏବେ ତୃତୀୟ ପ୍ରଶ୍ନଟିକୁ ଦେଖ। ତୃତୀୟ ପ୍ରଶ୍ନରେ କ'ଣ ଅଛି? ଉପଦ୍ୱୀପୀୟ ମାଳଭୂମି କହିଲେ କ'ଣ ବୁଝ? ବା ଉପଦ୍ୱୀପୀୟ ମାଳଭୂମି କ'ଣ? ଏହାର ଉତ୍ତରଟିକୁ ଟିକେ ଭାବ। ଏହାର ସଠିକ୍ ଉତ୍ତରଟି ହେଉଛି ଆମ ଦେଶର ମଧ୍ୟ ଓ ଦକ୍ଷିଣ ଭାଗରେ ଥିବା ତ୍ରିକୋଣୀୟ ମାଳଭୂମି, ଯାହାର ତିନି ପାର୍ଶ୍ୱରେ ଆରବ ସାଗର, ଭାରତ ମହାସାଗର ଓ ବଙ୍ଗୋପସାଗର ଘେରି ରହିଛି। ତାକୁ ଆମେ କ'ଣ କହିଥାଉ? ଉପଦ୍ୱୀପୀୟ ମାଳଭୂମି। ପିଲାମାନେ, ତମେ ଆଜି ବହୁତ ବଢ଼ିଆ ଉତ୍ତର ଦେଲ। ଆଜି ଆମେ ନୂଆ ବିଷୟରେ କିଛି ପଢ଼ିବା। ଆଜି ଆମେ ଯାହା ବିଷୟ ପଢ଼ିବାକୁ ଯାଉଛେ ସେଇଟା ହେଉଛି କ'ଣ? ଭାରତୀୟ ଦ୍ୱୀପପୁଞ୍ଜ। ଏଇ ମାନଚିତ୍ରଟିକୁ ଦେଖିଲ। ଏଇଠି ତମେ କ'ଣ ସବୁ ଦେଖୁଛ? ଆରବ ସାଗର, ବଙ୍ଗୋପସାଗର, ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ। ପିଲାମାନେ, ତମେ ଏଇ ମାନଚିତ୍ରଟିକୁ ଟିକେ ଭଲସେ ଦେଖ। ଏଥିରେ କ'ଣ କ'ଣ ଅଛି ଟିକେ ଦେଖିବ। ଏଥିରେ ଅଛି ଆମର ଆରବ ସାଗର ଅଛି, ବଙ୍ଗୋପସାଗର ଅଛି ଏବଂ ଭାରତ ମାନଚିତ୍ର ତଳେ କ'ଣ ଅଛି? ଭାରତ ମହାସାଗର ଅଛି। ଏହା ସହିତ ଗୋଟେ ଛୋଟ ଛୋଟ ସବୁ ଦ୍ୱୀପ ମଧ୍ୟ ଦେଖାଯାଉଛି। ନା, ଆରବ ସାଗରରେ କିଛି ଦ୍ୱୀପ ଦେଖାଯାଉଛି, ବଙ୍ଗୋପସାଗରରେ କିଛି ଦ୍ୱୀପ ଦେଖାଯାଉଛି। ସେଗୁଡ଼ିକ କ'ଣ ସବୁ? ସେଗୁଡ଼ିକ ହେଉଛି କ'ଣ? ଭାରତୀୟ ଦ୍ୱୀପପୁଞ୍ଜ। ପିଲାମାନେ, ତମେମାନେ ମୋତେ ଏବେ କହିପାରିବ ଭାରତୀୟ ଦ୍ୱୀପପୁଞ୍ଜ କହିଲେ ତମେ କ'ଣ ବୁଝୁଛ? ଭାରତୀୟ ଦ୍ୱୀପପୁଞ୍ଜ କହିଲେ ଆମେ କ'ଣ ବୁଝୁଛେ ନା, ଯେଉଁ ଦ୍ୱୀପପୁଞ୍ଜ ଭାରତ ମହାସାଗର, ଆରବ ମହାସାଗର ଏବଂ ବଙ୍ଗୋପସାଗରରେ ବିସ୍ତାରିତ ହୋଇ ରହିଅଛି। ଏବେ ଆମେ ଜାଣିବା ଭାରତର ଦୁଇଟି ପ୍ରମୁଖ ଦ୍ୱୀପପୁଞ୍ଜ ଉପରେ। ପିଲାମାନେ, ଜାଣିଛ ଆମର ଦୁଇଟି ପ୍ରମୁଖ ଦ୍ୱୀପପୁଞ୍ଜ ଅଛି। ସେଗୁଡ଼ିକ କ'ଣ କ'ଣ? ପ୍ରଥମରେ ହେଉଛି ଆରବ ସାଗରରେ ଆମର ଲାକ୍ଷାଦ୍ୱୀପପୁଞ୍ଜ ରହିଛି ଏବଂ ଦ୍ୱିତୀୟରେ ଆମର ବଙ୍ଗୋପସାଗରରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ରହିଛି। ପିଲାମାନେ, ଚାଲ ଆମେ ଏବେ ଏଇ ଦୁଇଟି ଦ୍ୱୀପପୁଞ୍ଜକୁ ଭାରତ ମାନଚିତ୍ରରେ ଦେଖିବା। ଏବେ ଟିକେ ତମେମାନେ ଏଇ ଭିଡ଼ିଓଟିକୁ ଭଲସେ ଅନୁଧ୍ୟାନ କରିବ। ପିଲାମାନେ, ଏଇ ଭିଡ଼ିଓଟିକୁ ଦେଖିବ। ଏବେ ତମେମାନେ କ'ଣ ଦେଖୁଛ? ଏବେ ତମେମାନେ ଦେଖୁଛ ଭାରତ ମାନଚିତ୍ର। ଏବେ ଦେଖ ସେ ଭାରତ ମାନଚିତ୍ରର ବଙ୍ଗୋପସାଗରକୁ ଦେଖ। ହଁ, ଦେଖିଲ ବଙ୍ଗୋପସାଗର। ଏ ବଙ୍ଗୋପସାଗରରେ ଆମର କ'ଣ ଅବସ୍ଥିତ? ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ। ଏବେ ଆରବ ସାଗରକୁ ଦେଖ। ଆରବ ସାଗରକୁ ଦେଖିଲ। ଏବେ ଏଠି କ'ଣ ଅଛି ଅବସ୍ଥିତ? ଏବେ ଏଠି ଅଛି ଲାକ୍ଷାଦ୍ୱୀପପୁଞ୍ଜ। ଭେରି ଗୁଡ୍। ତମେ ଏବେ ଏଇ ମାନଚିତ୍ରଟିକୁ ମନେ ରଖ। ଏବେ ଆମେ ପଢିବା ଲାକ୍ଷାଦ୍ୱୀପପୁଞ୍ଜ ଉପରେ। ପିଲାମାନେ, ତମେ ଏଇ ଚିତ୍ରରେ ଦେଖିପାରୁଥିବ କେତେ ଗୋଟେ ଛୋଟ ଛୋଟ ନାମ ଗୁଡ଼ିକ ଲେଖା ହେଇଛି। ସେଗୁଡ଼ିକ କ'ଣ? ସେଗୁଡ଼ିକ ଲାକ୍ଷାଦ୍ୱୀପପୁଞ୍ଜରେ ଥିବା ଗୋଟିଏ ଗୋଟିଏ ଦ୍ୱୀପ। ଯେମିତିକି କାଭର୍ତ୍ତି। କାଭର୍ତ୍ତି କ'ଣ? ଲାକ୍ଷାଦ୍ୱୀପପୁଞ୍ଜର କ୍ୟାପିଟାଲ ବା ଯାହାକୁ ଆମେ କ'ଣ କହୁଛେ?
ରାଜଧାନୀ। ଏହାପରେ ମିନିକୟ, କାଲପେନି, ଆମିନି ଏହିଭଳିଆ ଛୋଟ ଛୋଟ ଦ୍ୱୀପ ଗୁଡ଼ିକ ଅଛି ଲାକ୍ଷାଦ୍ୱୀପ ପୁଞ୍ଜରେ। ଏହା ବିଷୟରେ ଆମେ ଆହୁରି ଭଲସେ ପଢିବା ଭିତରେ। ପିଲାମାନେ ଏବେ ଏଇ ଭିଡିଓଟିকে ଦେଖ, ଆରବ ସାଗରକୁ ଦେଖ। ଏବେ ଏଇ ତୀରଟିকে ଅନୁଧ୍ୟାନ କର। ଏବେ ଯୋଉ ଗୋଲ ବୁଲା ହେଲା ସେଇଟା ହଉଛି ଆମର କଣ? ଲାକ୍ଷାଦ୍ୱୀପ। ଆରବ ସାଗରରେ ଆମର ଲାକ୍ଷାଦ୍ୱୀପ ରହିଅଛି। ପିଲାମାନେ ଏବେ ଚାଲ ଆମେ ଜାଣିବା ଲାକ୍ଷାଦ୍ୱୀପ ପୁଞ୍ଜ ବିଷୟରେ ଆଉ କିଛି। ଏବେ ଆମେ ଜାଣିବା ଲାକ୍ଷାଦ୍ୱୀପ ପୁଞ୍ଜର ଅବସ୍ଥିତି ଓ ଗଠନ। ଲାକ୍ଷାଦ୍ୱୀପ ପୁଞ୍ଜ ହେଉଛି ଏକ ଦ୍ୱୀପପୁଞ୍ଜ ଯାହାକି କେରଳର ମାଳାବାର ଉପକୂଳ ନିକଟସ୍ଥ ଆରବ ସାଗରରେ ଅବସ୍ଥିତ ଅଟେ। ଏବଂ ଦ୍ୱିତୀୟରେ ଏହି ଦ୍ୱୀପପୁଞ୍ଜ ପ୍ରବାଳରେ ନିର୍ମିତ 36 ଗୋଟି ଦ୍ୱୀପପୁଞ୍ଜକୁ ନେଇ ଗଠିତ ହୋଇଛି। ପିଲାମାନେ ତମେ ପ୍ରବାଳ ଦେଖିଛ? ପ୍ରବାଳଟା ଠିକ ଏଇଭଳି ଦେଖାଯାଏ। ଏଇ ଯୋଉ ପ୍ରବାଳ ଦେଖିଛ, ଏହି ପ୍ରବାଳରେ ଆମର ଯୋଉ ଲାକ୍ଷାଦ୍ୱୀପ ପୁଞ୍ଜ ଅଛି 36ଟି ଯାକ ଦ୍ୱୀପପୁଞ୍ଜ ଏଇ ପ୍ରବାଳ ଦ୍ୱାରା ନିର୍ମିତ ହେଇଛି। ପିଲାମାନେ ଏବେ ତମେ ଜାଣିପାରିଲ ପ୍ରବାଳ କେମିତି ଦେଖାଯାଏ। ଆଉ ଏବେ ମନେ ରଖିଥାଅ ଏଇ ପ୍ରବାଳ ଦ୍ୱାରା ହିଁ ଲାକ୍ଷାଦ୍ୱୀପ ପୁଞ୍ଜ ଗଠନ ହେଇଛି। ଏହାପରେ ମୁଁ ତମକୁ ଆଉ ଗୋଟିଏ ଭିଡିଓ ଦେଖଉଛି। ସେଇ ଭିଡିଓରେ ତମେ ମାନେ ଲାକ୍ଷାଦ୍ୱୀପ ପୁଞ୍ଜକୁ ଦେଖ। ଲାକ୍ଷାଦ୍ୱୀପ ପୁଞ୍ଜରେ ଯୋଉ 36ଟି ଦ୍ୱୀପପୁଞ୍ଜ ଅଛି ମୁଁ ତମକୁ ସେଇ ଭିଡିଓ ମାଧ୍ୟମରେ ଏବେ ଦେଖେଇବି। ପିଲାମାନେ ଆରବ ସାଗରକୁ ଦେଖ। ହଁ, ଆରବ ସାଗର ସେ ଯୋଉ ତୀର ଚିହ୍ନଟି ଯାଉଛି ଲାକ୍ଷାଦ୍ୱୀପ, ଏବେ ଦେଖ ସେଥିରେ ଛୋଟ ଛୋଟ ଗୋଲ ହେଇଯିବ। ଏଇ ଛୋଟ ଛୋଟ ଗୋଲ ଗୁଡିକ କଣ? ଏଇ ଛୋଟ ଛୋଟ ଗୋଲ ଗୁଡିକ ଦର୍ଶାଉଛି ଗୋଟିଏ ଗୋଟିଏ ଦ୍ୱୀପକୁ। ଆମେ ପଢିଲେ ନା 36ଟି ଦ୍ୱୀପ ଅଛି, ତେଣୁକରି ଆମେ କହିପାରିବା ଲାକ୍ଷାଦ୍ୱୀପ 36 ଗୋଟି ଦ୍ୱୀପପୁଞ୍ଜକୁ ନେଇ ଗଠିତ ହୋଇଛି। ଏଇଟାକୁ ମନେ ରଖିଥିବ ପିଲାମାନେ। ଏବେ ପିଲାମାନେ ଆମେ ଏହାର ଜନବସତି ଉପରେ ଜାଣିବା। ଜନବସତି ଲାକ୍ଷାଦ୍ୱୀପ ପୁଞ୍ଜରେ ମଧୁର ଜଳ ଓ ଉପଯୁକ୍ତ ସୁବିଧାର ଅଭାବ ରହିଛି। ସେଥିପାଇଁ ଏଠାରେ ଲୋକମାନେ ବାସ କରନ୍ତି ନାହିଁ। ଆମେ ଜାଣିଲେ 36ଟି ଦ୍ୱୀପପୁଞ୍ଜ ଅଛି, କିନ୍ତୁ 36ଟି ଦ୍ୱୀପପୁଞ୍ଜ ମଧ୍ୟରୁ କିଛି ଦ୍ୱୀପପୁଞ୍ଜରେ ଲୋକମାନେ ବସବାସ କରନ୍ତି ଏବଂ ଅନ୍ୟ କିଛି ଦ୍ୱୀପପୁଞ୍ଜରେ ଲୋକମାନେ ବସବାସ କରନ୍ତି ନାହିଁ। କାରଣ କଣ? ସେଠି କଣ ମଧୁର ଜଳ ନାହିଁ କି ଉପଯୁକ୍ତ ଯାତାୟାତର ସୁବିଧା ମଧ୍ୟ ନାହିଁ। ପିଲାମାନେ ଜାଣିଛ ଭାରତ ଏହି ବିଶାଳ ସାମୁଦ୍ରିକ ଅଞ୍ଚଳକୁ ନିୟନ୍ତ୍ରଣ କରେ, ଯାହାକି ଆମକୁ ମାଛ ଧରିବା ଏବଂ ମାଛ ଧରି ଏହା ଉପରେ ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କ ପାଇଁ ଏବଂ ପ୍ରାକୃତିକ ସମ୍ପଦ ଅନୁସନ୍ଧାନ କରିବା ଏବଂ ପରିବେଶ ସୁରକ୍ଷା ପାଇଁ ବେଶ ସାହାଯ୍ୟ କରିଥାଏ ଆମକୁ। ଏହାପରେ ପିଲାମାନେ ଆମେ ଜାଣିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ। ମୁଁ ଆଶା କରୁଛି ତମେମାନେ ଲାକ୍ଷାଦ୍ୱୀପ ପୁଞ୍ଜକୁ ବେଶ ଭଲ ଭାବରେ ବୁଝିଥିବ। ପିଲାମାନେ ଏଇ ମାନଚିତ୍ରକୁ ଦେଖିଲ। ଏଥିରେ ତମେ ମାନେ କଣ ଦେଖୁଛ? ଏଥିରେ ତମେ ମାନେ ଦେଖୁଛ ନା ଆଣ୍ଡାମାନ ଦ୍ୱୀପପୁଞ୍ଜ, ନିକୋବର ଦ୍ୱୀପପୁଞ୍ଜ ଏବଂ ମୁଁ ତମକୁ ଭାରତ ମାନଚିତ୍ର ଦେଖେଇଥିଲି। ଏହି ଦ୍ୱୀପପୁଞ୍ଜ କେଉଁଠାରେ ଅବସ୍ଥିତ ଅଟନ୍ତି? ଏହା ଆମର କେଉଁଠାରେ? ବଙ୍ଗୋପସାଗରରେ ଅବସ୍ଥିତ ଅଟନ୍ତି। ଏଠି ଦେଖ ପୋର୍ଟ ବ୍ଲେୟର ଅଛି। ପୋର୍ଟ ବ୍ଲେୟର ହଉଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ। ପିଲାମାନେ ମୁଁ ତମକୁ ଆଉ ଗୋଟିଏ ଭିଡିଓ ଏବେ ଦେଖଉଛି। ସେଥିରେ ତମେ ଦେଖିବ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ କେଉଁଠାରେ ଅବସ୍ଥିତ ଅଟେ। ଭିଡିଓ ଟିକେ ଭଲସେ ଅନୁଧ୍ୟାନ କର। ଏବେ ବଙ୍ଗୋପସାଗରକୁ ଦେଖ, ଯୋଉ ତୀର ଚିହ୍ନ ଆସୁଛି ତାକୁ ଦେଖ। ଏବେ ଯୋଉ ଗୋଲ ହେଇଗଲା ସେଇଟା ହଉଛି ଆମର କଣ? ସେଇଟା ହଉଛି ଆମର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ। ଏବେ ତମେ ମାନେ ଜାଣିପାରିଲ ଆମର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେଉଁଠାରେ ଅବସ୍ଥିତ ଅଟେ। ତାକୁ ମନେ ରଖିଥିବ। ପିଲାମାନେ ତମେ ଜାଣିଛ ଏହି ଦ୍ୱୀପପୁଞ୍ଜ 500ରୁ ଅଧିକ ଛୋଟ ବଡ ଦ୍ୱୀପମାନଙ୍କ ଦ୍ୱାରା ଗଠିତ। ତମେ ମାନେ ଜାଣିଥିଲ ଲାକ୍ଷାଦ୍ୱୀପ ପୁଞ୍ଜ କେତୋଟି? 36ଟି ଦ୍ୱୀପପୁଞ୍ଜକୁ ନେଇକି ଗଠିତ, କିନ୍ତୁ ତାଠୁ ଅଧିକ ରହୁଛି କୋଉଥିରେ ନା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ। ସେ ଆମର କଣ 500ରୁ ଅଧିକ ଛୋଟ ବଡ ଦ୍ୱୀପକୁ ନେଇକି ଗଠିତ ହେଇଛି। ସେଥିପାଇଁ ଏହାକୁ ଦୁଇ ଗୋଟି ଶ୍ରେଣୀରେ ଭାଗ କରାଯାଇଛି। ଗୋଟେ ହେଲା ଆଣ୍ଡାମାନ ଏବଂ ଆଉ ଗୋଟେ ହେଲା ନିକୋବର। ଏବେ ଚାଲ ଆମେ ଏହି ଆଣ୍ଡାମାନ ଓ ନିକୋବରକୁ ଭାରତ ମାନଚିତ୍ରରେ ଦେଖିବା। ତମେ ଟିକେ ଭାରତ ମାନଚିତ୍ରକୁ ଭଲସେ ଅନୁଧ୍ୟାନ କରିବ। ତମେ ଦେଖିପାରୁଛ ଏଇ ତୀର ଚିହ୍ନଟିକୁ? ଏବେ ଦେଖ ଗୋଟେ ଗୋଲ ହେଇଗଲା, ସେଇଟା ହଉଛି ଆମର କଣ? ଆଣ୍ଡାମାନ ଦ୍ୱୀପ। ଏବେ ଯୋଉ ଆମର ଦ୍ୱିତୀୟ ଗୋଲଟି ହେଲା ସେଟା ହଉଛି ଆମର ନିକୋବର ଦ୍ୱୀପ। ମୁଁ ଆଶା କରୁଛି ତମେ ମାନେ ଆଣ୍ଡାମାନ ଦ୍ୱୀପ ଏବଂ ନିକୋବର ଦ୍ୱୀପଟିକୁ ଚିହ୍ନି ସାରିଥିବ। ଏହାପରେ ଆମେ ଆଲୋଚନା କରିବା
ଏଠାରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀମାନେ ବସବାସ କରନ୍ତି। ସେଥିମଧ୍ୟରୁ ମୁଁ କିଛି ଗୋଟେ ଚିତ୍ର ତମ ପାଇଁ ଆଣିଛି। ଏଇ ଚିତ୍ର ଟିକେ ଦେଖିବ ପିଲାମାନେ। ଏହା କାହାର ଚିତ୍ର? ସାର୍କର ଚିତ୍ର ଟାଇପ ଦେଖାଯାଉଛି କି? ନା ଗୋଟେ ମାଛର ଚିତ୍ର? ଏହା ଏକ ଜଳଜୀବ। ଏହା ପାଣି ଭିତରେ ରହିଥାଏ। ଏହାର ନାଁ ହେଲା ଡୁଙ୍ଗୋ। ଏବେ ଏଇ ଚିତ୍ର ଟିକେ ଦେଖ। ଏହା ଗୋଟେ ପକ୍ଷୀର ଚିତ୍ର। ଏଇ ପକ୍ଷୀକୁ ତମେ ଦେଖିଛ କି କେବେ? ଏହି ପକ୍ଷୀର ନାମ ହେଲା ନାର୍କୁଡମ ହର୍ନବିଲ୍। ଏବେ ଏଇ ଚିତ୍ର ଟିକେ ଦେଖ। ଦେଖିବ ଏଇ ଚଢେଇର ମୁଣ୍ଡଟି କିପରି ଦେଖାଯାଉଛି? ଧଳା ଧଳା ଦେଖାଯାଉଛି ନା? ଏହା ଘରଚଟିଆ ଟାଇପ ଦେଖାଯାଉଛି କି? ଏହା ଘରଚଟିଆ ନୁହେଁ, ଏହା ହଉଛି ଧଳା ମୁଣ୍ଡିଆ ଶାଳିକା। ଏବେ ଏଇ ଚିତ୍ରକୁ ଦେଖ। ଏଇ ଚିତ୍ରଟି ତମେ ଜାଣିପାରୁଛ ଏହା କେଉଁ ଜୀବ ଅଟେ? ଏହା କୁକୁଡା ଭଳି ଦେଖାଯାଉଛି ନା? କିନ୍ତୁ ଏ କୁକୁଡା ନୁହଁ, ଏହାର ନାଁ ହଉଛି ନିକୋବାର ମେଗାପୋଡ। ପିଲାମାନେ, ତମମାନଙ୍କ ପାଇଁ ମୁଁ କିଛି କିଛି ଜୀବମାନଙ୍କୁ ଆଣିଥିଲି। ଏହା ସହିତ ଆହୁରି ମଧ୍ୟ ଅନେକ ଜୀବମାନେ ଏହି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବସବାସ କରନ୍ତି। ପିଲାମାନେ ଜାଣିଛ, ଆଣ୍ଡାମାନ ଦ୍ୱୀପପୁଞ୍ଜରେ ମଧ୍ୟ ପ୍ରବଳ ପ୍ରାଚୀର ଅଛି, ଯେଉଁଭଳି ଭାବରେ ଆମର ଲାକ୍ଷାଦ୍ୱୀପ ପୁଞ୍ଜରେ ଥିଲା। ପିଲାମାନେ, ତମେ ଏବେ ଏଇ ଭିଡିଓଟିକୁ ଦେଖ। ଏଇ ଭିଡିଓଟି ତମେ କଣ ଦେଖୁଛ? ଏହା ଗୋଟେ ଜେଲର ଦୃଶ୍ୟ ଦେଖାଯାଉଛି ନା? କାରଣ ଏଠି ବଡ ବଡ କୋଠା ଅଛି ଏବଂ ବଡ ବଡ ରେଲିଂସ ଅଛି। ପିଲାମାନେ, ଏଇଟା ଗୋଟେ ଜେଲ ହିଁ। ଏହା ହେଉଛି ସେଲୁଲାର ଜେଲ। ଭାରତର ସ୍ୱାଧୀନତା ସମୟରେ ବହୁ ସ୍ୱାଧୀନତା ସଂଗ୍ରାମୀମାନେ ଏହି ଜେଲରେ ବନ୍ଦୀ ହୋଇ ରହୁଥିଲେ। ବ୍ରିଟିଶର୍ସ ମାନେ ତାଙ୍କୁ ଭାରତରୁ ଦୂରକୁ ପଠାଇବା ପାଇଁ ଏଇ ଜେଲକୁ ପଠାଇ ଦଉଥିଲେ। ଏଠି ବହୁ ସ୍ୱାଧୀନତା ସଂଗ୍ରାମୀମାନେ ବନ୍ଦୀ ହୋଇ ରହିଥିଲେ। ପିଲାମାନେ ଦେଖୁଛ, ଏବେ ଏହି ଜେଲଟା ଗୋଟେ ପର୍ଯ୍ୟଟନ ସ୍ଥଳୀ ପାଲଟିଛି। ବହୁ ପର୍ଯ୍ୟଟକ ମାନେ ଏହି ଜେଲକୁ ଦେଖିବାକୁ ଆସନ୍ତି। ତମେମାନେ ଯେତେବେଳେ ଆଣ୍ଡାମାନ ଦ୍ୱୀପପୁଞ୍ଜକୁ ଯିବ, ଏହି ଜେଲଟିକୁ ପରିଦର୍ଶନ କରିବ। ପିଲାମାନେ, ଏବେ ଆମେ ଜାଣିବା ସେଲୁଲାର ଜେଲ ବିଷୟରେ କିଛି। ତମେମାନେ ଜାଣିଛ, ଏ ଐତିହାସିକ ଦୃଷ୍ଟିକୋଣରୁ ଏହି ଆଣ୍ଡାମାନ ଦ୍ୱୀପପୁଞ୍ଜ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଆମର ଅନେକ ସ୍ୱାଧୀନତା ସଂଗ୍ରାମୀ ସେଠାରେ ସେଲୁଲାର ଜେଲ ନାମକ ବନ୍ଦୀଶାଳାରେ ବହୁ କଠିନ ପରିସ୍ଥିତିରେ ବନ୍ଦୀ ହୋଇ ରହିଥିଲେ। ପିଲାମାନେ ଜାଣିଛ, ଏହି ସେଲୁଲାର ଜେଲକୁ କଳାପାଣି ମଧ୍ୟ ସେତେବେଳେ କୁହାଯାଉଥିଲା। ଆମ ଏହି ପୂର୍ବପୁରୁଷ ମାନଙ୍କର ମହାନ ବଳିଦାନକୁ ମନେ ରଖିବା ପାଇଁ କେନ୍ଦ୍ର ସରକାର ଏବେ ଏହାକୁ ସଂରକ୍ଷିତ କରିକି ରଖିଛନ୍ତି। ଏବେ ଏଇ ଚିତ୍ରଟିକୁ ଦେଖ। ଏହା ହେଉଛି ସେଲୁଲାର ଜେଲର ଗୋଟିଏ ଚିତ୍ର। ଏଠାରେ ବହୁ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିଲେ। ସେମାନଙ୍କ ମଧ୍ୟରୁ ବୀର ସବରକର, ବଟୁକେଶ୍ୱର ଦତ୍ତ ଆଦି ଅନ୍ୟତମ ଅଟନ୍ତି। ଏବେ ମୁଁ ତମକୁ ଆଉ ଗୋଟିଏ ବିଷୟରେ କହିବାକୁ ଯାଉଛି। ସେ ହେଉଛି ବ୍ୟାରେନ ଦ୍ୱୀପପୁଞ୍ଜ। ପିଲାମାନେ, ତମେ ଏବେ ଏହି ଭିଡିଓଟିକୁ ଦେଖ। ଏଇ ଭିଡିଓଟିରେ ପିଲାମାନେ ତମେ କଣ ଦେଖୁଛ? ଧୂଆଁ ବାହାରୁଛି ନା? ହଁ, ଏଇ ଧୂଆଁ ବାହାରୁଛି। ଏଇ ଯୋଉ ଜାଗାରୁ ଧୂଆଁ ବାହାରୁଛି, ଏଇଟା ଆମକୁ ଆମର ବ୍ୟାରେନ ଦ୍ୱୀପପୁଞ୍ଜ କୁହାଯାଏ। ମୁଁ ତମକୁ ଏ ବିଷୟରେ ଆଉ କିଛି କହୁଛି। ପିଲାମାନେ ଶୁଣ, ଏଇ ଯୋଉ ବ୍ୟାରେନ ଦ୍ୱୀପପୁଞ୍ଜ ହଉଛି ସେ ଭାରତର ଏକମାତ୍ର ଜୀବନ୍ତ ଆଗ୍ନେୟଗିରି। ବେଳେ ବେଳେ ଏଥିରୁ ଧୂଆଁ ଏବଂ ଲାଭା ଆକାଶକୁ ନିର୍ଗତ ହେଇছে। ପିଲାମାନେ, ତମେ କେତେବେଳେ ଏଇଭଳି ଭାବରେ ଆଗ୍ନେୟଗିରି ବାହାରିବାର ଦେଖିଛ କି? ଯଦି ଦେଖିଥିବ ତାହେଲେ ତମେ ମତେ କହିବ। ତମେମାନେ ଆଜି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପପୁଞ୍ଜ ଉପରେ ପଢିଲ। ପିଲାମାନେ, ଏବେ ଚାଲ ଆମେ ଦେଖିବା ତମେ ଆଜି କଣ କଣ ସବୁ ଜାଣିଲ। ଆମେ ପ୍ରଥମେ ଜାଣିଲେ ଲାକ୍ଷାଦ୍ୱୀପପୁଞ୍ଜର ଗଠନ ଓ ତାର ଅବସ୍ଥିତି। ଲାକ୍ଷାଦ୍ୱୀପପୁଞ୍ଜ ଆମେ ଜାଣିଛୁ କୋଉଠି ଅବସ୍ଥିତି? ଆରବ ସାଗରରେ ଅବସ୍ଥିତ ଅଟେ। ଏବଂ ଆମେ ଜାଣିଲେ ଏହି ଦ୍ୱୀପପୁଞ୍ଜ ପ୍ରବାଳରେ ନିର୍ମିତ ହୋଇଛି। ଏହା 36 ଗୋଟି ଦ୍ୱୀପପୁଞ୍ଜକୁ ନେଇ ଗଠିତ। ମୁଁ ତୁମକୁ ମାନଚିତ୍ର ଦେଖେଇଥିଲି ନା? ସେ ଯୋଉ ଛୋଟ ଛୋଟ ଗୋଲ ହେଇକି ଆସୁଥିଲା, ସେଗୁଡିକ କଣ? 36ଟି ଦ୍ୱୀପପୁଞ୍ଜ ଆମର କୋଉଠାରେ ଅବସ୍ଥିତ? ଲାକ୍ଷାଦ୍ୱୀପପୁଞ୍ଜରେ ଅବସ୍ଥିତ ଅଟେ। ଏହାପରେ ଆମେ ଜାଣିଥିଲେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅବସ୍ଥିତି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେଉଁଠାରେ ଅବସ୍ଥିତ ଅଟେ? ଏହା ଆମର ବଙ୍ଗୋପସାଗରରେ ଅବସ୍ଥିତ ଅଟେ। ଆମେ ଏଇଟା ମଧ୍ୟ ଜାଣିଥିଲେ କି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ 500 ଗୋଟି ଦ୍ୱୀପ ଅଛି। ସେଥିପାଇଁ ଆମେ ଏହାକୁ ଦୁଇଟି ଶ୍ରେଣୀରେ ଭାଗ କରିଥିଲେ। ସେଗୁଡିକ କଣ କଣ? ଗୋଟେ ହେଲା ଆଣ୍ଡାମାନ ଏବଂ ଅନ୍ୟ ଗୋଟିଏ ହେଲେ ନିକୋବର।
ଏବଂ ଆମେ ଜାଣିଥିଲେ କି ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଗୋଟିଏ ଐତିହାସିକ ସ୍ଥଳୀ ଅଛି। ସେଟା କଣ? ତାର ନାମ ହେଲା ସେଲୁଲାର ଜେଲ୍। ସେଠାରେ ଆମର ସ୍ଵାଧୀନତା ସମୟରେ ବହୁ ସ୍ଵାଧୀନତା ସଂଗ୍ରାମୀ ମାନେ ବନ୍ଦୀ ହୋଇ ରହୁଥିଲେ। ଏହାକୁ ଆମର କଳାପାଣି ମଧ୍ୟ କୁହାଯାଏ। ଏହା ସହିତ ଆମେ ଏଇଟା ବି ମଧ୍ୟ ଜାଣିଥିଲେ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ପ୍ରବାଳ ପ୍ରାଚୀର ମଧ୍ୟ ଅଛି। ପିଲେମାନେ, ଆସ ଆମେ ମନେ ପକାଇବା ଆଜି ଆମେ କଣ ସବୁ ପଢିଥିଲେ। ପିଲେମାନେ, ତମେ ମତେ କହିପାରିବ କି ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ କେଉଁଠାରେ ଅବସ୍ଥିତ ଅଟେ? ଏବେ ତମେ ମାନେ ଖାତାରେ ଲେଖ। ପିଲେମାନେ ଦେଖିବ, ଏଇ ଉତ୍ତରଟି ଲେଖିଛଟି ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ଆମର ଆରବ ସାଗରରେ ଅବସ୍ଥିତ ଅଟେ। ମୁଁ ତମକୁ ଭାରତ ମାନଚିତ୍ରରେ ଦେଖେଇଥିଲି ନା? ଆରବ ସାଗରର କେଉଁଠାରେ ଆମର ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ରହିଛି? ଭେରି ଗୁଡ୍। ଏବେ ଦ୍ୱିତୀୟ ପ୍ରଶ୍ନଟିକୁ ଦେଖ। ଦ୍ୱିତୀୟ ପ୍ରଶ୍ନରେ ଆମର ଅଛି ବଙ୍ଗୋପସାଗରରେ କେଉଁ ଦ୍ୱୀପପୁଞ୍ଜ ରହିଅଛି? ଏବେ ଏହାର ଉତ୍ତରଟିକୁ ଖାତାରେ ଲେଖ। ପିଲେମାନେ, ତମେ ଏଇ ଉତ୍ତରଟିକୁ ଲେଖିଛଟି ଖାତାରେ? ବଙ୍ଗୋପସାଗରରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ରହିଅଛି। ଏବେ ତୃତୀୟ ପ୍ରଶ୍ନଟିକୁ ଦେଖ। ଲାକ୍ଷାଦ୍ୱୀପପୁଞ୍ଜ କେତୋଟି ଦ୍ୱୀପକୁ ନେଇ ଗଠିତ? ଏହାର ଉତ୍ତରଟିକୁ ଲେଖ ଖାତାରେ। ଏହା ଆମର 36ଟି ଦ୍ୱୀପକୁ ନେଇ ଗଠିତ ଅଟେ। ପିଲେମାନେ, ମୁଁ ତମକୁ ଲାକ୍ଷାଦ୍ୱୀପପୁଞ୍ଜ ମାନଚିତ୍ର ଦେଖେଇଲା ବେଳେ ଛୋଟ ଛୋଟ ଗୋଲ ଆକାରରେ ସେ ଦ୍ୱୀପ ଗୁଡିକୁ ଦେଖେଇଥିଲି, ମନେ ଅଛିଟି? ଏବେ ଆସ ଆମେ କରିବା ଚତୁର୍ଥ ପ୍ରଶ୍ନକୁ। ଚତୁର୍ଥ ପ୍ରଶ୍ନ କଣ ଅଛି? ଚତୁର୍ଥ ପ୍ରଶ୍ନଟି ଅଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେତୋଟି ଦ୍ୱୀପକୁ ନେଇ ଗଠିତ ହୋଇଛି? ଉତ୍ତରଟିକୁ ଖାତାରେ ଲେଖ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ 500ରୁ ଅଧିକ ଦ୍ୱୀପକୁ ନେଇ ଗଠିତ ହେଇଛି। ସେଇଭଳି ଭାବରେ ଆମେ ଜାଣିଥିଲେ ଲାକ୍ଷାଦ୍ୱୀପପୁଞ୍ଜ 36ଟି ଦ୍ୱୀପକୁ ନେଇ ଗଠିତ ହୋଇଛି। ଏବେ ପଞ୍ଚମ ପ୍ରଶ୍ନଟିକୁ ଦେଖ। ପଞ୍ଚମ ପ୍ରଶ୍ନଟି କଣ ଅଛି? ପଞ୍ଚମ ପ୍ରଶ୍ନଟି ହେଉଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ କେଉଁ ଐତିହାସିକ ସ୍ଥାନ ରହିଛି? ପିଲାମାନେ, ସେ ଭିଡିଓଟିକୁ ମନେ ପକେଇକି ଉତ୍ତରଟିକୁ ଲେଖ। ଦେଖିବ ପିଲାମାନେ, ଏହି ଉତ୍ତରଟି ତମେ ଲେଖିଛଟି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସେଲୁଲାର ଜେଲ୍ ନାମକ ଐତିହାସିକ ସ୍ଥାନ ରହିଛି। ମୁଁ ତୁମ ପାଇଁ କେତେ ଗୁଡେ ବଢିଆ ବଢିଆ ପ୍ରଶ୍ନ ଆଣିଥିଲି। ତମେ ମଧ୍ୟ ଏହାର ବଢିଆ ବଢିଆ ଉତ୍ତର ଦେଇଛ। ପିଲାମାନେ, ମତେ ଏବେ ଏଇ ଭାରତ ମାନଚିତ୍ରରେ ତମେ ଦେଖେଇ ପାରିବ କି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପପୁଞ୍ଜ କେଉଁଠାରେ ଅବସ୍ଥିତ ଅଟେ? ହଁ, ଏଇ ଯୋଉ ତୀର ଚିହ୍ନଟିକି ଦେଖୁଛ, ସେଠି ଆମର କଣ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅବସ୍ଥିତ ଅଟେ। ଲାକ୍ଷାଦ୍ୱୀପ କେଉଁଠାରେ ଅବସ୍ଥିତ ଅଟେ ଭାବ? ହଁ, ଏଇ ଯୋଉ ତୀର ଚିହ୍ନଟି ଯାଉଛି, ସେଠି ଆମର କଣ ଲାକ୍ଷାଦ୍ୱୀପପୁଞ୍ଜ ଅବସ୍ଥିତ ଅଟେ। ଏବେ ତମେ ଭଲସେ ଚିହ୍ନି ପାରିଥିବ ଆଣ୍ଡାମାନ ଏବଂ ଲାକ୍ଷାଦ୍ୱୀପ କେଉଁଠାରେ ଅବସ୍ଥିତ ଅଟେ। ପିଲାମାନେ, ଆଜି ଆମେ ଭାରତୀୟ ଦ୍ୱୀପପୁଞ୍ଜ ଗୁଡିକ ବିଷୟରେ ଆଲୋଚନା କଲେ। ମୁଁ ଆଶା କରୁଛି ତମମାନଙ୍କୁ ଆଜିର ଏହି ପାଠଟି ଭଲ ଲାଗିଥିବ। ଆଜି ପାଇଁ ସେତିକି ଥାଉ ଏବଂ ତମେମାନେ ଆକୁ ଘରେ ମଧ୍ୟ ପଢିବ। ଧନ୍ୟବାଦ।
ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।